ମୁଁ ଯାହା ସବୁ ମାନେ ଥେରାପି ସେଣ୍ଟରରୁ ଯାହା ବି କିଛି ଟିପ୍ସ ପାଇଥିଲି ଆଉ ମୁଁ ନିଜେ ନିଜ ଆଇଡ଼ିଆରୁ ଯାହା ବି କିଛି ଟିପ୍ସ ବାହାର କରିଥିଲି ସେ ସବୁ ମୁଁ ସୋମ୍ ପାଇଁକି ଆପ୍ଲାଏ କରିଥିଲି ତାର ଆଇ କଣ୍ଟାକ୍ଟ ଇମ୍ପ୍ରୁଭମେଣ୍ଟ କରିବା ପାଇଁ। ସୋ ସେ ସବୁ କିଛି ଆପଣମାନଙ୍କ ସାଙ୍ଗରେ ମୁଁ ଏଇ ଭିଡ଼ିଓରେ ସେୟାର କରିବି। 1, 2, 3, 4, 5, and look at me. Look at me. हेलो Look. एवरीवन, नमस्कार। ମୁଁ ବନିତା, parent of an autism child. Welcome back once again in my YouTube channel. ସो ଆଜି ପୁଣି ଥରେ ଗୋଟେ ନୂଆ ଭିଡ଼ିଓ ଆଉ ନୂଆ ଟପିକ୍ ନେଇକି ଆସିଛି। ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କି ସୋମ୍‌ର ଆଇ କଣ୍ଟାକ୍ଟ କେମିତି ଇମ୍ପ୍ରୁଭମେଣ୍ଟ କରିଥିଲି, ଅଟିଜମ୍ ଛୁଆମାନଙ୍କର ଆଇ କଣ୍ଟାକ୍ଟ କେମିତି ଇମ୍ପ୍ରୁଭମେଣ୍ଟ କରିବେ, ସେ ବିଷୟରେ ମୁଁ ଏ ଭିଡ଼ିଓରେ ଆପଣମାନଙ୍କୁ କିଛି ଟିପ୍ସ ଦେବି, ଯୋଉଟାକି ଆପଣମାନଙ୍କୁ ବହୁତ ହି ଇନଫର୍ମେଟିଭ୍ ହବ। ତ ଆଜିର ଭିଡ଼ିଓଟି ବହୁତ ହି ଇମ୍ପୋର୍ଟାଣ୍ଟ ଅଛି। ସୋ ଆପଣମାନେ ଦୟାକରି ପୁରା ଲାଷ୍ଟ ତକ ଦେଖନ୍ତୁ। ଅଟିଜମ୍ ଯେତେବେଳେ ଛୁଆମାନଙ୍କୁ ଡାୟଗ୍ନୋସ୍ ହୁଏ ସେ ସମୟରେ ଛୁଆମାନଙ୍କର ଅଟିଜମ୍ ଛୁଆମାନଙ୍କର ଆଇ କଣ୍ଟାକ୍ଟ ବିଲକୁଲ ବି ନଥାଏ, ନେମ୍ ରେସ୍ପଣ୍ଡ ବି ନଥାଏ। ସୋ ସୋମ୍‌ର ବି ସେମିତି ନଥିଲା। ନା ଆଇ କଣ୍ଟାକ୍ଟ ଥିଲା, ନା ନେମ୍ ରେସ୍ପଣ୍ଡ ଥିଲା, କିଛି ବି ନଥିଲା। ବଟ୍ ଆସ୍ତେ ମୁଁ ତା ସାଙ୍ଗରେ ସବୁ ହାଇପର ଆକ୍ଟିଭିଟିରେ କାମ କଲି, ତାର ସିଟିଂ ଆକ୍ଟିଭିଟି, ଆଇ କଣ୍ଟାକ୍ଟ ଇମ୍ପ୍ରୁଭମେଣ୍ଟରେ କାମ କଲି। ସବୁ ଜିନିଷରେ ଯେତେବେଳେ କାମ କଲି ତ ତାର ଆଇ କଣ୍ଟାକ୍ଟ ବି ଇମ୍ପ୍ରୁଭ୍ ହେଲା, ନେମ୍ ରେସ୍ପଣ୍ଡ ଇମ୍ପ୍ରୁଭ୍ ହେଲା, ସବୁ ଜିନିଷରେ କମାଣ୍ଡ ଫଲୋଇଂ ସବୁଥିରେ ମୁଁ କାମ କରିଥିଲି। ତ ସେ ସବୁ କିଛି ଆପଣମାନଙ୍କ ସାଙ୍ଗେ ସେୟାର କରିବାକୁ ଚାହୁଁଛି। ମୋର ଟିପ୍ସ ଦ୍ୱାରା ଯଦି ଆପଣମାନଙ୍କୁ କିଛି ହେଲ୍ପ ହେଇଯାଉଛି କିମ୍ବା କିଛି ଇନଫର୍ମେସନ୍ ମିଳିଯାଉଛି ତାହେଲେ ମୁଁ ବହୁତ ଖୁସି ହେବି। ଯାହା ସବୁ ଆକ୍ଟିଭିଟିସ୍ ମୋ ସୋମ୍‌କୁ କରିକି ତାର ସବୁ ଜିନିଷରେ ମାନେ ଆଇ କଣ୍ଟାକ୍ଟରେ ହେଲା, କମାଣ୍ଡ ଫଲୋଇଂରେ, ନେମ୍ ରେସ୍ପଣ୍ଡରେ ଯୋଉ ସବୁ ଜାଗାରେ ଯେମିତି ଇମ୍ପ୍ରୁଭମେଣ୍ଟ ମୁଁ ଆଣିଛି ସେ ସବୁ ଟିପ୍ସ ଆପଣମାନଙ୍କ ସାଙ୍ଗରେ ମୁଁ ସେୟାର କରିବି। ତ ଆଜିର ଟପିକରେ ମୁଁ ଆଇ କଣ୍ଟାକ୍ଟ ଉପରେ ଆପଣମାନଙ୍କୁ ଜଣେଇବି କେମିତି ଇମ୍ପ୍ରୁଭ୍ କରିବେ ଅଟିଜମ୍ ଛୁଆମାନଙ୍କର ଆଇ କଣ୍ଟାକ୍ଟ। ସୋ ସେ ବିଷୟରେ ମୁଁ ଆପଣମାନଙ୍କୁ ଆଜି କିଛି ଟିପ୍ସ ଦେବି। ଭିଡ଼ିଓଟି ବହୁତ ଇନଫର୍ମେଟିଭ୍ ଆଉ ବହୁତ ଇମ୍ପୋର୍ଟାଣ୍ଟ ଅଛି। ସୋ ଭିଡ଼ିଓକୁ ପୁରା ଲାଷ୍ଟ ତକ ଦେଖନ୍ତୁ। ସୋମ୍‌ର ଅଟିଜମ୍ ଡାୟଗ୍ନୋସ୍ ହେଇଥିଲା ଯେତେବେଳେ ତାକୁ 2 ଇୟର୍ କମ୍ପ୍ଲିଟ୍ ହେଇଥିଲା। ତ ମୁଁ ସବୁ ଭିଡ଼ିଓରେ ଆପଣମାନଙ୍କୁ କହିଛି ସୋମ୍‌ର 2 ଇୟର୍ କମ୍ପ୍ଲିଟ୍ ହେଲା ବେଳକୁ ତାର ଅଟିଜମ୍ ଡାୟଗ୍ନୋସ୍ ହେଇଥିଲା। ଏବେ ତାକୁ 3.8 ଇୟର୍ ହେଇଗଲାଣି। ସୋ ତାକୁ 2.4 ଇୟର୍ ଏମିତି ହେଇଥିଲା ତାକୁ ଅଟିଜମ୍ ଡାୟଗ୍ନୋସ୍ ହେଇଥିଲା। ବଟ୍ ତାକୁ ଏବେ 3.8 ଇୟର୍ ହେଇଗଲାଣି। ସୋ ମୁଁ ଏତିକି ଭିତରେ ଯାହା ବି କିଛି ତା ସାଙ୍ଗରେ ଆକ୍ଟିଭିଟିସ୍ କରେଇଛି ସେ ସବୁ କିଛି ଆପଣମାନଙ୍କ ସାଙ୍ଗେ ମୁଁ ସେୟାର କରିବି। ସୋମ୍‌ର ଅଟିଜମ୍ ଡାୟଗ୍ନୋସ୍ ଲାଷ୍ଟ ଇୟର୍ ହେଇଥିଲା। ଗୋଟେ ଡକ୍ଟର ହିଁ ଗୋଟେ ପେଡିଆଟ୍ରିସିଆନ୍ ହିଁ ଡାୟଗ୍ନୋସ୍ କରିଥିଲେ। ତାକୁ ସିଭିୟର୍ ଅଟିଜମ୍‌ରେ ଡାୟଗ୍ନୋସ୍ କରିଥିଲେ ସୋମ୍‌କୁ। ସିଭିୟର୍ ଅଟିଷ୍ଟିକ୍ ଛୁଆମାନଙ୍କୁ ନା ଯଦି ଆପଣମାନେ ଶିଖେଇବେ ତାହେଲେ ସେମାନଙ୍କର ଟିକେ ଶିଖିବାଟା ବହୁତ ହି ଲେଟ୍ ହୁଏ। ସୋମ୍‌ର ମତେ ଲାଗିଲାନି କି ତାର ସିଭିୟର୍ ଲେଭେଲରେ ଅଛି। ବଟ୍ ମତେ ତାକୁ ମୁଁ ଯେତିକି ମୋର ଏକ୍ସପିରିଏନ୍ସରୁ ମୁଁ ଫିଲ୍ କରିଛି କି ତାକୁ ମଡରେଟ୍ ଟୁ ସିଭିୟର୍ ଲେଭେଲ୍ ଭିତରେ ଅଛି। ବଟ୍ ମଡରେଟ୍ ଲେଭେଲର ହିଁ ଅଟିଜମ୍‌ରେ ସେ ଡାୟଗ୍ନୋସ୍ ହବା କଥା। ମୁଁ ଯାହା ସବୁ ମାନେ ଥେରାପି ସେଣ୍ଟରରୁ ଯାହା ବି କିଛି ଟିପ୍ସ ପାଇଥିଲି ଆଉ ମୁଁ ନିଜେ ନିଜ ଆଇଡ଼ିଆରୁ ଯାହା ବି କିଛି ଟିପ୍ସ ବାହାର କରିଥିଲି ସେ ସବୁ ମୁଁ ସୋମ୍ ପାଇଁକି ଆପ୍ଲାଏ କରିଥିଲି ତାର ଆଇ କଣ୍ଟାକ୍ଟ ଇମ୍ପ୍ରୁଭମେଣ୍ଟ କରିବା ପାଇଁ। ସୋ ସେ ସବୁ କିଛି ଆପଣମାନଙ୍କ ସାଙ୍ଗରେ ମୁଁ ଏଇ ଭିଡ଼ିଓରେ ସେୟାର କରିବି। ଯେତେବେଳେ ପ୍ରଥମେ ସୋମ୍‌ର ଆଇ କଣ୍ଟାକ୍ଟ ଉପରେ ମୁଁ କାମ କରିବା ଷ୍ଟାର୍ଟ କରିଥିଲି ସେତେବେଳେ ସୋମ୍‌ର ବିଲକୁଲ ବି ଆଇ କଣ୍ଟାକ୍ଟ ନଥିଲା, ଟୋଟାଲି ନଥିଲା। ସେ ବିଲକୁଲ ବି କାହା ମୁହଁକୁ ବି ଦେଖୁନଥିଲା। ତ ସେ ସମୟରେ ମୁଁ ତାକୁ କଣ ସବୁ କରିଥିଲି ମୁଁ କହୁଛି। ପ୍ରଥମେ ମୁଁ ତାକୁ ମାନେ ବସେଇବି ତାକୁ ପାଖରେ, ସେ ତ ଜମା ବି ବସୁନଥିଲା। ବହୁତ ହାଇପର ଛୁଆ, ସେ ଜମା ବି ବସୁନଥିଲା। ବଟ୍ ମୁଁ ତାକୁ କଣ କରୁଥିଲି ଟିକେ ହାଇପର ଆକ୍ଟିଭିଟି କରଉଥିଲି। ହାଇପର ଆକ୍ଟିଭିଟିରେ ଜିମ୍ ବଲ୍ ବଗେରା ଏମିତି କରଉଥିଲି, ଜିମ୍ ବଲ୍ ଆଉ ନହେଲେ କିଛି ବିୟର ୱାର୍କ ଆଉ ନହେଲେ ବାହାରେ ଟିକେ ରନିଂ ଏମିତି ଟିକେ କରଉଥିଲି। ହେଲା, ଏସବୁ କରଉଥିଲି। ତ ତାର ହାଇପର ଆକ୍ଟିଭିଟି ଟିକେ ଗ୍ରୋସ୍ ମୋଟର ଆକ୍ଟିଭିଟି ଯେମିତିକି ସେ ଥକିଯିବ ସେ ସବୁ କରଉଥିଲି। ତାପରେ ତାକୁ ମୁଁ ପାଖରେ ବସଉଥିଲି, ବସେଇକି ତାକୁ ଯାହାବି କିଛି ତାର ମାନେ ଇଣ୍ଟରେଷ୍ଟ ତାର ଯୋଉ ଜିନିଷରେ ଅଛି, ତାର ଆଲଫାବେଟ୍ସରେ ଏସବୁରେ ବହୁତ ବେଶୀ ଇଣ୍ଟରେଷ୍ଟ। ତ ସେ ସବୁ ମୁଁ ଗାଇକି ତାକୁ ପ୍ରଥମେ ଶୁଣଉଥିଲି ତାକୁ, ସିଏ ମୋ ପାଖରେ ଟିକେ ବସିବ।
ତାପରେ ମୁଁ ତାକୁ ଆକ୍ଟିଭିଟିସ୍ କରଉଥିଲି ମୋ ପାଖରେ ବସେଇକି ଏମିତି ଦେଖନ୍ତୁ ଏବେ ଯେମିତି ତାକୁ ଧରିକି ବସେ ସେମିତି କୋଳରେ ଧରିକି ମୁଁ ତାକୁ ବସଉଥିଲି ତାପରେ ଗୋଟେ 5-10 ମିନିଟ୍ ଜବରଦସ୍ତି ବସେଇବାକୁ ପଡୁଥିଲା ବସୁନଥିଲା ଜମା ବି ତାପରେ ମୁଁ ତାକୁ ଆକ୍ଟିଭିଟିସ୍ କରଉଥିଲି ସୋ ମୁଁ କଣ ସବୁ ଆକ୍ଟିଭିଟିସ୍ କରଉଥିଲି ଏବେ ମୁଁ ସୋମ ସାଙ୍ଗରେ କରିକି ଆପଣମାନଙ୍କୁ ଦେଖାଉଛି ବାବା okay 1 2 3 4 5 into clap 6 7 8 9 10 ତ ଏମିତି କ୍ଲାପ ଆକ୍ଟିଭିଟି କରଉଥିଲି ଯୋଉଥିରେ କି ସେ ମୋ ମୁହଁକୁ ଦେଖୁଥିଲା ତାପରେ ଆଉ ଗୋଟେ ଆକ୍ଟିଭିଟି କରଉଥିଲି ଏଇଟା ନମ୍ବର 1 ଆକ୍ଟିଭିଟି ମୁଁ ତାକୁ କ୍ଲାପ ଆକ୍ଟିଭିଟି କରଉଥିଲି ଏଥିରେ ଟିକେ ଅଲଗା ବହୁତ ଡିଫରେଣ୍ଟ ରେ ବି କରଉଥିଲି ଯେମିତି କି ଏଇଟା ସିଙ୍ଗଲ କ୍ଲାପ ହେଇଗଲା ତାପରେ ମୁଁ ତାକୁ କ୍ରସ୍ କ୍ଲାପ ବି କରଉଥିଲି 1 2 3 4 5 6 7 8 9 10 ତ ଏଥିରେ ବ୍ରେନ୍ ଜିମ୍ ବି ହେଇଯାଉଥିଲା ଆଉ ତାର ଆଇ କଣ୍ଟାକ୍ଟ ବି ଇମ୍ପ୍ରୁଭ ହଉଥିଲା ତାପରେ ସେକେଣ୍ଡ ଆକ୍ଟିଭିଟି ହଉଛି ମୁଁ ତ କରୁଥିଲି ଲୁକ୍ ଏଟ୍ ମି ଲୁକ୍ ଏଟ୍ ମି ଲୁକ୍ ଏଟ୍ ମି ତା ଫିଙ୍ଗରକୁ ବି ନେଇକି କରେ ଲୁକ୍ ଏଟ୍ ମି ଲୁକ୍ ଏଟ୍ ମି ଲୁକ୍ ଏଟ୍ ମି ଏମିତି କରିବେ ପ୍ରଥମେ ଏମିତି କରିବେ ତା ଆସ୍ତେ 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 ଆପଣମାନେ କଣ କରିବେ ସେ ମାନେ ଫିଙ୍ଗର ବାହାର କରିଦେବେ ତାପରେ ତାକୁ କହିବେ ଖାଲି ଲୁକ୍ ଏଟ୍ ମି ସେ ନିଜେ ଯଦି ଆପଣଙ୍କୁ ଦେଖଉଛି ଲୁକ୍ ଏଟ୍ ମି କରୁଛି ତାହେଲେ କିଛି ଦିନ ପରେ ତାର ସେଇଟା ବି ବାହାର ମାନେ ହଟେଇକି ତାକୁ ଲୁକ୍ ଏଟ୍ ମି କିମ୍ବା ଦେଖେ ମତେ ଦେଖେ ଏମିତି କହିକି କରିବେ ତ ଆସ୍ତେ ଆସ୍ତେ ଦେଖିବେ ମତେ ଦେଖ କହିକି ଆପଣମାନଙ୍କୁ ଦେଖିବେ ଏଇଟା ସେକେଣ୍ଡ ଆକ୍ଟିଭିଟି ହେଲା ଥାର୍ଡ ଆକ୍ଟିଭିଟି ହଉଛି ଓକେ ଆଇକୁ କାଉଣ୍ଟ କର 1 2 3 4 କର 5 6 7 8 9 10 ଆପଣ ମାନେ ଧ୍ୟାନ ଦଉଥିବେ ଯେମିତି ଆପଣଙ୍କ ଆଖି ଭିତରେ ନ ପୁରେଇ ଦଉ ଏଇଟା ମତେ ଜଣେ ଅକ୍ୟୁପେସନାଲ ଥେରାପିଷ୍ଟ ହିଁ ଏଇ ଆକ୍ଟିଭିଟି ଦେଇଥିଲେ ତ ମୁଁ ଏଇଟା କରଉଥିଲି ତାକୁ ତ 10 11 12 13 14 15 16 17 18 19 20 ତ ଏଇଟା ହଉଛି ଥାର୍ଡ ନମ୍ବର ଆକ୍ଟିଭିଟି ଏଥିରେ ବି ବହୁତ ହି ଭଲ ମତେ ରେଜଲ୍ଟ ମିଳିଥିଲା ସୋମର ଆଇ କଣ୍ଟାକ୍ଟ ଇମ୍ପ୍ରୁଭମେଣ୍ଟରେ ତ ତିନିଟା ଆକ୍ଟିଭିଟି କହିଲେ 4 ନମ୍ବର ଆକ୍ଟିଭିଟି ହଉଛି ଆପଣ ମାନେ ଏମିତି କିଛି ବିନ୍ଦି ନେବେ କଲରଫୁଲ ବିନ୍ଦି ନିଅନ୍ତି ମାନେ ଯୋଉଠି ଡିଫରେଣ୍ଟ କଲର ଥିବ କିମ୍ବା ଏମିତି ରେଡ୍ କଲର ହଉ ଯୋଉଟା କି ବହୁତ ହି ଆଟ୍ରାକ୍ଟିଭ ହଉଥିବ ଆଉ ଛୁଆ ମାନଙ୍କୁ କଲରଫୁଲ ଦେଖିବା ପାଇଁ ବହୁତ ହି ଭଲ ଲାଗେ ତ ଆପଣ ମାନେ ଏମିତି ବିନ୍ଦି ନେବେ ତାପରେ ତାକୁ କହିବେ କି ସେଇଟା ସେଇ ମାନେ ବିନ୍ଦି ବାହାର କରିବ ସେଇ ଯୋଉ ଆମର ବିନ୍ଦି ଯୋଉଥିରେ ଲାଗିଥାଏ ନା ସେଥିରୁ ବାହାର କରିକି ଆପଣଙ୍କ ଫେସ ରେ ଲଗେଇବ ଏଇଠି 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 ତ ମୁଁ ସୋମକୁ ଏଇ ଆକ୍ଟିଭିଟି ବି କରଉଥିଲି ବିନ୍ଦି ଆଣିକି କଲରଫୁଲ ବିନ୍ଦି ହିଁ ଆଣିଥିଲି ଆଉ ସେଇଟାକୁ ତାକୁ ପ୍ରତିଦିନ ରେଗୁଲାରଲି କନଷ୍ଟାଣ୍ଟଲି ଦେଖନ୍ତୁ ଆପଣ ମାନଙ୍କୁ କନସିଷ୍ଟାଣ୍ଟ ହେଇକି ରହିବାର ଅଛି ଯଦି ଆପଣ ମାନେ କନସିଷ୍ଟେଣ୍ଟଲି ନ ରହିବେ ତାହେଲେ ଛୁଆର ଇମ୍ପ୍ରୁଭମେଣ୍ଟ ହବନି ଆପଣ ମାନଙ୍କୁ ରେଗୁଲାରଲି ସେ ସବୁ ଆକ୍ଟିଭିଟିସ୍ କରିବାକୁ ପଡିବ ମୁଁ ସୋମକୁ ସେ ସବୁ ବିନ୍ଦି ଯେତେବେଳେ ଦେଲି ନା ତାର ସେଇ ଆକ୍ଟିଭିଟିରୁ ବହୁତ ବେଶୀ ଆଇ କଣ୍ଟାକ୍ଟରେ ଇମ୍ପ୍ରୁଭମେଣ୍ଟ ଆସିଥିଲା ତ ଏଇଟା ମୁଁ ଆପଣମାନଙ୍କୁ 4ଟା ଟିପ୍ସ କହିଲି ଆଉ ଗୋଟେ ଲାଷ୍ଟ ଟିପ୍ସ ବି କହୁଛି ଆପଣମାନେ ଏମିତି କିଛି ଫେସ୍ ମାସ୍କ ଆଣିପାରିବେ ଯୋଉଥିରେ କି ଛୁଆମାନେ ଦେଖିକି ଆଇଦର ମାନେ ବହୁତ ବେଶୀ ଭୟାନକ ବାଲା ଆଣିବେନି ନହେଲେ ଘରେ ବି ଆପଣମାନେ ବନେଇ ପାରିବେ ନହେଲେ ବାହାରେ ମିଳୁଛି ଆମର ଷ୍ଟୋର ଜାଗାରେ ସେଇଠୁ କିଣିକି ଆପଣ ମାନେ ଆଣନ୍ତୁ ଆଉ ତାପରେ ସେଇଟାକୁ ଆପଣଙ୍କ ଫେସରେ ଲଗେଇକି ବସିବେ ତ ସିଏ ଇଆଡେ ସିଆଡେ ଦେଖୁଥିଲେ ବି ଆପଣ ପ୍ରଥମେ ଲଗେଇଦେବେ ତାପରେ ତାକୁ ମାନେ ଦେଖିବେ ଡାକିବେ ତାକୁ ସୋମ ତ ସେ ଆପଣ ମାନଙ୍କୁ ଦେଖିବ ନିହାତି ଭାବେ ଦେଖିବ ତ ଯଦି କିଛି ତାକୁ ଟିକେ ଅଲଗା ଲାଗିଲା ତାହେଲେ ସେ ଜିନିଷକୁ ନିଶ୍ଚିତ ଭାବରେ ଦେଖିବ ତ ଆପଣ ମାନେ ସେଇ ଆକ୍ଟିଭିଟି ବି କରିପାରିବେ 6 ନମ୍ବର ଆଉ ଲାଷ୍ଟ ଆକ୍ଟିଭିଟି ହଉଛି ବବଲ ମିଳୁଛି ବବଲ୍ସ ସେଇଟା ଆଣନ୍ତୁ ତାପରେ ସେଇଟାକୁ ଆପଣ ମାନେ ବାହାର କରିକି ତାକୁ ଫୁକିବେ ଯେତେବେଳେ ସେ ବବଲ୍ସ ଉଡିବ ସେ ସବୁକୁ ଦେଖିବ ତ ସେଇଥିରେ ବି ବହୁତ ବେଶୀ ଆଇ କଣ୍ଟାକ୍ଟ ଇମ୍ପ୍ରୁଭମେଣ୍ଟ ହୁଏ ତ ସୋମକୁ ମୁଁ ସେ ଆକ୍ଟିଭିଟି ଲଗାତାର କରେଇଥିଲି 2 ମାସ ଖଣ୍ଡେ ତାପରେ ମତେ ବବଲ୍ସ ଟିକେ ମିଳିବାଟା ଟିକେ ମାନେ ଡିଫିକଲ୍ଟ ହେଇଗଲା ସୋ ମାନେ ପାଖାପାଖି କୋଉଠି ମିଳିବନି କୋଉଠୁ ଆଣିବାକୁ ପଡିବ ବାହାରକୁ ଯାଇକି
सो मु केते दिन रेगुलरली ता संगे करली सेथरे भी बहुत ही भलो मते फायदा मिलला जे सोम आई कांटेक्ट इंप्रूवमेंट रे सो आपण माने से एक्टिविटी भी आपण माने करै परबे एटलिस्ट 4-5 एक्टिविटी आई कांटेक्ट ऊपर आपण माने प्रथम इनिशियली जो छुआ माने ऑटिज्म डायग्नोस हेछि से माने ए 5टा 6टा एक्टिविटीज रो 4-5टा जोटा आपण माने इजी लागुची से एक्टिविटीज आपण माने करै परिबे तो देखिबे छुआर आई कांटेक्ट बहुत जल्दी इंप्रूवमेंट हे जिवो आ तापरे सिटिंग भी तार टॉलरेंस आसीबो सो प्रथम किंतु आपण मानको हाइपर एक्टिविटी रे टिके काम करियार अछि तापरे ताको सिटिंग एक्टिविटी करियार अछि सिटिंग एक्टिविटी टाइम रे आपण माने ए सब एक्टिविटी करि परिबे आई कांटेक्ट इंप्रूवमेंट पाई सो आई होप ए वीडियो टी आपण मानको बहुत ही हेल्पफुल हबो बहुत ही इंफॉर्मेटिव रहिथिबो सो जदि भल लागिला ताहले दया करी गोटे लाइक करिवे आ मो चैनल को सब्सक्राइब करियो जमार भी भूलिबेनी सो वर्तमान पई रहूची पुणी देखा हबो नेक्स्ट वीडियो रे नेक्स्ट वीडियो मु आपण मन पई नेम रेस्पोंड ऊपर आनिबा को चेष्टा करबी सो वर्तमान पई रहूची नमस्कार जय जगन्नाथ जय जगन्नाथ जय श्री राम नमो गुड